ଖରିଫ ଧାନ ସଂଗ୍ରହ ନେଇ ମନ୍ତ୍ରୀ ଓ ସଚିବ ସ୍ତରୀୟ ସମୀକ୍ଷା ବୈଠକ। ଏଥର 200 ବୃହତ ମଣ୍ଡି, 4000 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ସଂଗ୍ରହ କ୍ଷମତା। ରହିବ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର ମେସିନ୍। ଚାଷୀ ପ୍ରଥମ ଥର ପାଇବେ କୁଇଣ୍ଟାଲ ପିଛା 800 ଇନପୁଟ ସହାୟତା। 20ରୁ ବରଗଡ଼ ଓ 22ରୁ ସମ୍ବଲପୁର ଧାନ ସଂଗ୍ରହ। ହ୍ୟାଲୋ ଭିଉସ୍, ନମସ୍କାର। ମୁଁ କୈଳାସ ସ୍ୱାଗତ କରୁଛି PK789 ୟୁଟ୍ୟୁବ୍ ଚ୍ୟାନେଲ୍। ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି ଲାଇକ୍ ସେୟାର ସବସ୍କ୍ରାଇବ୍ କରି PK789 ୟୁଟ୍ୟୁବ୍ ଚ୍ୟାନେଲ୍ ସବୁବେଳେ ଜେନ୍ୟୁନ୍ ଟ୍ୱିଷ୍ଟଫୁଲ୍ ଦେଇଥାଏ। ଚାଲନ୍ତୁ ପୁରା ଖବର ଜାଣିବା। ଆସନ୍ତା 20ରୁ ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ। 22 ତାରିଖରେ ସମ୍ବଲପୁର ଧାନ ସଂଗ୍ରହ ଆରମ୍ଭ ହେବ। ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଳିତ ବର୍ଷ ରାଜ୍ୟରେ 200 ବୃହତ ମଣ୍ଡି ପ୍ରତିଷ୍ଠା ହେବ। ସେହି ମଣ୍ଡିଗୁଡ଼ିକ 4000 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ସଂଗ୍ରହ କ୍ଷମତା ରହିବ। ବୃହତ ମଣ୍ଡିଗୁଡ଼ିକ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର ମେସିନ୍ ପ୍ରଦାନ ହୋଇସାରିଛି। ଏହା ସହ ଆର୍ଦ୍ରତା ପରୀକ୍ଷଣ ମେସିନ୍ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ରବିବାର ଲୋକସଭା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଶ୍ରୀ ସିଂହଦେଓ ଅଧ୍ୟକ୍ଷତା କରିଥିଲେ। ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସହ ସମସ୍ତ ପ୍ରକାର ଅନିୟମିତତା, ଦଲାଲି, କଟନୀ ଛଟନୀକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯିବ। ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ 800 ଟଙ୍କା ଅଧିକ ଦିଆଯିବ। ଏହାର ବଣ୍ଟନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାରା ଆସନ୍ତା ଡିସେମ୍ବର 8 ତାରିଖରେ ବରଗଡ଼ ଜିଲ୍ଲାରେ ସୋହେଲାଠାରେ ଆରମ୍ଭ ହେବ। ଡିସେମ୍ବର 7 ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଓ ଏକାଥରକେ କୁଇଣ୍ଟାଲ ପିଛା 800 ଟଙ୍କା ଇନପୁଟ ସହାୟତା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କଟନୀ ଛଟନୀକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବେ। ପ୍ରତ୍ୟେକ ଜିଲ୍ଲା ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲିବ। ମଣ୍ଡିର ନୋଡାଲ ଅଫିସର ସୁପରଭାଇଜର ମଧ୍ୟ ନିଯୁକ୍ତ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସୂଚନା ଦେଇଛନ୍ତି। ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ଓ ସାମନ୍ତ, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, କମିଶନର ତଥା ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।